ସେଇଟା ଅଲଗା କଥା। ପ୍ରସନ୍ନ ବାବୁଙ୍କର କଥା କ'ଣ ବୋଲେ ସିଏ ସିନା ମୁଁ କାଲି ଯାହା କହିଲି ଆପଣଙ୍କୁ ପୂର୍ବରୁ ବି କହିଛି ସେ ବିଜେଡିରେ ଅଛନ୍ତି କିନ୍ତୁ ତାଙ୍କର ହୃଦୟଟା ହେଉଛି ବିଜେପିରେ। ବୁଝିଲେ, କାଲି ସକାଳୁ ଯଦି ବିଜେଡିର ପ୍ରଥମ ବିଭାଜନ ଆରମ୍ଭ ହେବ ଦେଖିବେ ପ୍ରସନ୍ନାଚାର୍ଯ୍ୟ ପ୍ରଥମେ 1 ନମ୍ବରରେ ଥିବେ ବିଜେପିରେ, 1 ନମ୍ବରରେ ଥିବେ। ତାଙ୍କର ହୃଦୟଟା ଆମ ପାଖରେ ଅଛି କିନ୍ତୁ ବାଧ୍ୟବାଧକତା ରାଜନୀତି କରୁଛନ୍ତି, ସେପଟେ ଅଛନ୍ତି, ସମୟକୁ ନେଇକରି ଅଛନ୍ତି। ଆଉ ଏ ଯେଉଁ କଥା କହିଲେ ପ୍ରସନ୍ନ ବାବୁ ସେ ତ ସିନିୟର ଲୋକ, ଆଉ ଜୟନାରାୟଣ ମିଶ୍ର ବି ସିନିୟର ଲୋକ। ଜୟନାରାୟଣ ମିଶ୍ରଙ୍କୁ ନେଇକରି ସେ କହିଛନ୍ତି। ଜୟନାରାୟଣ ମିଶ୍ର ସେମିତି କିଛି କହୁନାହାନ୍ତି, ସିଏ ତ ସବୁବେଳେ ଓପେନ୍ ହାର୍ଟେଡ୍ ଲୋକ, ସିଧାସଳଖ କଥାବାର୍ତ୍ତା କରିବେ। ବିଜେପିର ମୂଳ କିଏ ବୋଲି କହିଲେ ଜୟନାରାୟଣ ମିଶ୍ର। ସେଥିରୁ ଜଣେ ଆମର ବିରୋଧୀ ଦଳ ନେତା ଥିଲେ, ଆମ ଦଳର ବଳିଷ୍ଠ ନେତା, ସମସ୍ତେ ତାଙ୍କୁ ସମ୍ମାନ ଦିଅନ୍ତି। ଆଉ ସିଏ କହିଲେ ବୋଲେ ଦଳ ବିରୋଧୀ କଥା ସିଏ କହିନାହାନ୍ତି, ବିଭାଜନ କଥା କହିନାହାନ୍ତି। ସେଇଟାକୁ ରଙ୍ଗ ଇଣ୍ଟରପ୍ରିଟେସନ କରିକିରି ଯଦି ବିଜେଡିର ନେତାମାନେ ଏଭଳିଆ କରିବେ ତାଙ୍କର ଅବସ୍ଥା କ'ଣ ହେବ ଚିନ୍ତା କରନ୍ତୁ। ବିଜେପିର କିଛି କ୍ଷତି ହେବନି। ମୁଁ ଆଗରୁ ବି କହିଛି ବିଜେପି ଯେତେବେଳେ ଆପଣଙ୍କର କହିଲେ 14 ଜଣ ବିଧାୟକ ଯିବେ ବୋଲି ମୁନା ଖାଁ ସାନ ଭାଇ ମୋର, ତଥାପି ତାଙ୍କୁ ସେତେବେଳେ ଆଡଭାଇସ୍ କରିଥିଲି ମୁନା ଖାଁ ବହୁତ କଷ୍ଟରେ ଗୋଟେ ଏମ୍ପି ପଦ ମିଳିଛି, ତାକୁ ନେଇକରି କାହିଁକି ଦେଉଛ? ତମର ଭବିଷ୍ୟତ ପରା ଏଥିରେ, ଇଆଡ଼େ ଅଛି ସିଆଡ଼େ ନାହିଁ। ଯେଉଁ ଦଳ ଡୁବିବାକୁ ଗଲାଣି, ଯିଏ ସମୁଦ୍ରରେ ବୁଡ଼ିବାକୁ ଗଲାଣି ଯେଉଁ ଜାହାଜ, ସେ ଦଳରେ ରହିକିରି ଭବିଷ୍ୟତ ଚିନ୍ତାଧାରା କଲେ କେମିତି ହେବ? ହେବନି। ବର୍ତ୍ତମାନ ଉଜ୍ଜଳ ନକ୍ଷତ୍ର ଭଳିଆ ଯେମିତି ସକାଳୁ ସୂର୍ଯ୍ୟ ଉଦୟ ହେଉଛି, ବିଜେପି ସେମିତି ଉଭା ହେଇକରି ବର୍ତ୍ତମାନ ଆସିଛି। 25 ବର୍ଷ ଓଡ଼ିଶାରେ ଶାସନ କରିବ। ନରେନ୍ଦ୍ର ମୋଦିଙ୍କର ଶାସନ ଚାଲିଛି। ଭାରତୀୟ ଜନତା ପାର୍ଟିର ପଦ୍ମ ଫୁଲର ଶାସନ 25 ବର୍ଷ ଚାଲିବ। ଏଇଟାକୁ ସେମାନଙ୍କୁ ଅସହ୍ୟ ହେଇଯାଉଛି। ଏ 4-5 ମାସ ଭିତରେ ଯଦି ଏମାନେ ଏତେ ଅସହ୍ୟ ହେଲେଣି, ଆହୁରି ପରା ଅଛି 4 ବର୍ଷ 6 ମାସ କି 8 ମାସ ଅଛି। ଏମାନେ ସମ୍ଭାଳିବେ କେମିତି? ଏମାନେ କରିବେ କ'ଣ? ସେ ଚିନ୍ତା କରୁନାହାନ୍ତି। ବିଜେପିର ବିଭାଜନ କଥା ସେମାନେ ଚିନ୍ତା କରନ୍ତୁନି, ତାଙ୍କ ଦଳକୁ ରକ୍ଷା କରିବାର ଚିନ୍ତା କରନ୍ତୁ। ବର୍ତ୍ତମାନ 2 ଜଣ ପାର୍ଲାମେଣ୍ଟ ଲୋକସଭା ସଦସ୍ୟ ଛାଡ଼ିକରି ଦଳ ଆସିଛନ୍ତି। ପ୍ରତି ଜିଲ୍ଲାର ରାଜ୍ୟସଭା ସଦସ୍ୟ ଛାଡ଼ିକରି ଆସିଛନ୍ତି। ପ୍ରତି ଜିଲ୍ଲାର ଯେଉଁ ନେତୃବୃନ୍ଦ ଅଛନ୍ତି, ତାଙ୍କର ବିଧାୟକ ଥାଆନ୍ତୁ କିମ୍ବା ଅନ୍ୟାନ୍ୟ ହାରିବା ନେତା ଥାଆନ୍ତୁ, ଯେଉଁମାନେ ଅଛନ୍ତି ସମସ୍ତେ ପରା ତାଙ୍କର ଦଳ ଛାଡ଼ିବା ପାଇଁ ଗୋଡ଼ ଟେକିକିରି ଆଗରେ ଅଛନ୍ତି। ବିଜେପି ସାଙ୍ଗରେ ଆମ ନେତୃବୃନ୍ଦଙ୍କ ସାଙ୍ଗରେ ସବୁ ପ୍ରକାର ସମ୍ପର୍କ ରଖୁଛନ୍ତି। ରାତି ପାଇଲେ ଯେ ଆମକୁ ନେଲେ ଥଇଥାନ କରିବେ ତ। ବିଜେପି କହୁଛି ଆସ ଭାଇ, ଆମେ ମନା କରୁନୁ। ଆମ ଦଳ ଉପରେ ଯିଏ ବିଶ୍ୱାସ କରିବ, ଆମ ଦଳକୁ ଯେଉଁ ନୀତି ନିୟମ ଭିତରେ ଯିଏ ଚାଲିବ, ଆମେ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ। ସମସ୍ତେ ଆସନ୍ତୁ। କିନ୍ତୁ ଆପଣମାନେ ଯାହା ଭାବୁଛନ୍ତି ସେୟା ନୁହଁ। ବିଜେପି ଭାଙ୍ଗିବାର ପ୍ରଶ୍ନ ଉଠୁନି। ନରେନ୍ଦ୍ର ମୋଦିଙ୍କର ଏ ଦଳ ଘଷା ମଜାର ଦଳ, କେଡର ବେସନ ପାର୍ଟି। ଏଇଟା ବିଜୁ ଜନତା ଦଳ ନୁହଁ ଯେ ଆଜି ଆଇଛି କାଲି ପଳେଇବ। 24 ବର୍ଷ ଶାସନ ନବୀନ ପଟ୍ଟନାୟକ କରିନାହାନ୍ତି। ଦଳଟାକୁ ବନ୍ଧା ପକେଇ ଦେଇକରି ଏ ଯେଉଁ ଲିଜରେ ଦେଇକରି ଏମିତି ଶାସନ ନୁହଁ। ବିଜେପି ଦଳ କେବେ କାହାକୁ ଲିଜରେ ଦଳ ଦିଏନି କି ସରକାରକୁ ଦିଏନି। ଏଇଠି ନରେନ୍ଦ୍ର ମୋଦିଙ୍କର ଶାସନ ଚାଲିଛି। ମଙ୍ଗୁଆଳ ଅଛନ୍ତି ଏଇଠି ମୋହନ ଚରଣ ମାଝୀ, ସେ ଯାହା ଚାହିଁବେ ତାହା ହେବ ଏଠି। ଏବଂ ଆସନ୍ତା 25 ବର୍ଷ ପାଇଁ ଏମାନେ ରେଡି ହେଇକରି ଚାଲନ୍ତୁ ଯେ କେମିତି ବିରୋଧୀ ଦଳରେ ବସିବେ। କି 25 ବର୍ଷ ଦୂର କଥା, ମୁଁ ଯାହା ଭାବୁଛି ଆପଣମାନେ ବି ଯେଉଁ ପରିସ୍ଥିତି ଏବେ ଦେଖୁଛନ୍ତି, ଆଉ 6 ମାସ ବର୍ଷର କଥା ଭାବୁଛି। ତାପରେ ବିଜେଡିର ଯେଉଁ ବିସ୍ଫୋରଣ ହେବ, ଯେଉଁ ବିଭାଜନ ହେବ, ଆଙ୍କ ଦଳ ଥିବେ ନା ନେତା ଥିବେ ନା କିଏ ଥିବେ କହିବାକୁ ସ୍ପୋକ୍ସ ପର୍ସନ ମଧ୍ୟ ନଥିବେ। ଏବେ ଯେଉଁମାନେ କହୁଛନ୍ତି ଆଗରେ ଆପଣଙ୍କ ସାମ୍ନାରେ ବିଜେପି ବିରୁଦ୍ଧରେ, ସେମାନେ ପଛରେ କ'ଣ କହୁଛନ୍ତି ଆପଣମାନେ ଜାଣିଛନ୍ତି? ଆଉ କହୁ ଭାଇ ଦଳରେ ଅଛୁ, କ'ଣ କରିବୁ କହିବା ପାଇଁ ବାଧ୍ୟ ଆମେ। ଆମକୁ ଇନଷ୍ଟ୍ରକ୍ସନ ହେଉଛି କହିବା ପାଇଁ, ଆମେ କହିଦେଉଛୁ। ଆଉ ଏମିତି କରି ଦଳ ଚାଲେନି, ଦୃଢ଼ ଭାବରେ ଦଳ ଚାଲେ। ତାହେଲେ ଅଟୋମେଟିକ୍ ଆପଣ ଦେଖୁନାହାନ୍ତି କି ଯୋଉଠି ନିଜର ନେତାମାନେ ସେଇ ଦଳର ସମସ୍ତେ ଚିନ୍ତା କଲେଣି ଯେ ଆମର ଭବିଷ୍ୟତ ଅନ୍ଧକାର। ଯେତେବେଳେ ଗୋଟେ ଦଳରେ ଭବିଷ୍ୟତ ଅନ୍ଧକାର ବୋଲି ଭାବିବେ, ନିଶ୍ଚୟ କୋଉ ଦଳକୁ ଯିବେ ନା।
आज मु चिंता करी बीजेपी रे मोर भविष्य अंधकार मु निश्चय को दल को अपेक्षा कर मो कहबार अधिकार नहीं मो पाखे दल मते से अधिकार देनी आमर स्पोक्स पर्सन अच्छा आमर उच्चस्तर नेता मान अच्छा दलीय नेता अच्छा से एसबू कहबार अधिकार पाखे अच्छे नाई नहीं लगी सारे निटा कि प्रशमित हम देखु ना आमको डाकुना आम प्रशमित करदे पड़िशा घर अच्छा प्रसन्न हो आमको डाकुना मुझे प्रशमित करदेवी दल कोटी निया लगी बीजेडी दल रे बिजु जनता दल रे वर्तमान जो निया लगे गलानी एवं जो लगी को फायर स्टेशन रो गाड़ी लिभे पारिबो नाही केते चेष्टा कले आंके मोहन चरण माझी की केते अनुरोध करिवे जे आम दल को टिके घर को पठांतु एबे फायर गाड़ी की 10-10टा फायर ब्रिगेड गले से निया लिभिबार नाही ये जळिबो।